ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ମହେନ୍ଦ୍ରଗିରି। 10ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲଜିୟମକୁ 2-1 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ସହ ଅକଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ 2 ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷକରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକଲ୍ୟାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବା ବେଳେ ପ୍ରବାସୀ ଭାରତୀୟମାନେ ବହୁ ସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପତ୍ତନମ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ INS ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପତ୍ତନମରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପତ୍ତନମରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, INS ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ କହିଛନ୍ତି ଭାରତର 90% ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଇଲା ମନ୍ତ୍ରାଳୟ ବାଣିଜ୍ୟିକ କୋଇଲା ବ୍ଲକ ନିଲାମର 15ଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତ୍ତାକୁ ସୁଯୋଗରେ ପରିଣତ କରିବା ଏବଂ ଦେଶର ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି, ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି, ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧିତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ୍। ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତ କାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲ୍ସରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ 2-1 ଗୋଲରେ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ 2-0 ଗୋଲରେ ମରୋକ୍କୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚି ସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସୁଇଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଲଣ୍ଡନର ଲର୍ଡସ କ୍ରିକେଟ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ର ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବଲଡନ୍ ଟେନିସର ମହିଳା ଏକକ ଫାଇନାଲରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋଭାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।
नौसेना आज सामिल हेब स्वदेशी ज्ञानकौशल निर्मित आईएनएस महेन्द्रगिरी। 10टी राज्य में प्रबल वर्षा होगा नहीं पाणीपाग विभाग पक्षर सतर्क सूचना जारी। एवं फिफा विश्वकप रे बेल्जियम को 2-1 गोल परास्त कर सेमिफाइनाल प्रवेश कला स्पेन। संवाद शेष है।